ନା 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 କେବେ ହେଇଥାନ୍ତିନି, କେବେ ଏଭଳି କଥା ହେଇଥାନ୍ତାନି। ଅନନ୍ତ ଦାସ ଶିକ୍ଷକତାରୁ ରାଜନୀତି ଯିଏ ଦୀର୍ଘ ବର୍ଷ ଧରି ଚକଚିହ୍ନ ଅର୍ଥାତ୍ ଜନତା ଦଳ ତାପରେ ବିଜୁ ଜନତା ଦଳରେ ସଭାପତିତ୍ୱ କରୁଥିଲେ ଭୋଗରାଇରେ, ସେଇଭଳି ଜଣେ ଚର୍ଚ୍ଚିତ ଚେହେରା ଭୋଗରାଇ ବ୍ଲକରେ, ଯାହାର ନାଁ ଶୁଣିଲେ ଲୋକମାନେ ଜାଣନ୍ତି କେବଳ ହିଁ ଜନତା ଦଳ ଓ ବିଜୁ ଜନତା ଦଳ। ସେ ହେଉଛନ୍ତି ରମାକାନ୍ତ କରଣ। ପ୍ରଥମେ ଶିକ୍ଷକତା ତାପରେ ରାଜନୀତି। ଏଭଳି ନେତା ଆଜି ଯେହେତୁ ତାଙ୍କୁ ବିଜୁ ଜନତା ଦଳର ସଭାପତିରୁ ବହିଷ୍କାର କରାଯାଉଛି, ତାଙ୍କୁ ସଭାପତିରୁ ନିଲମ୍ବିତ କରାଯାଉଛି, ସେଥିପାଇଁ ସେ କ୍ଷୋଭରେ କ୍ରୋଧରେ ଜର୍ଜରିତ ହୋଇ ତାଙ୍କ ଘର ପାଖରେ ସେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। କଣ ରହିଛି ଆକ୍ଚୁଆଲି ତାଙ୍କର ସମସ୍ୟା? ସାର୍ ଦେଖନ୍ତୁ, ମୋର ସମସ୍ୟା କିଛି ନାହିଁ, କିନ୍ତୁ 3 ମାସ ପୂର୍ବରୁ ମତେ ସମ୍ବର୍ଦ୍ଧିତ କରାଗଲା। ପାନ୍ଥଶାଳାରେ ସମସ୍ତେ ଜାଣିଛନ୍ତି ସମ୍ବର୍ଦ୍ଧିତ କରାଗଲା। ତାରି ଭିତରେ କି ଏ 3 ମାସ ଭିତରେ କି ଯୋଉ ସବୁ ଯୋଜନା କରାଗଲା, ଏ ଯୋଜନାଟାକୁ ଅଗଣତାନ୍ତ୍ରିକ ଭାବରେ କହିବିନି ତ କହିବି କାହାକୁ? ମତେ ତ ଡାକି ପାରିଥାନ୍ତେ, ମତେ ତ ଡାକିକି ବସେଇକି ତ ଆଲୋଚନା କରିକି ମତେ ତ ଇଏ କରିଥାନ୍ତେ। 6 ତାରିଖ ଦିନ ମତେ ବସେଇ ଦେଇକି ଏଇଭଳିଆ କଥା କଲେ ଯେ ଆପଣ ଡିଷ୍ଟ୍ରିକ୍ଟକୁ ଯାଆନ୍ତୁ, ନଚେତ ଷ୍ଟେଟ କମିଟିକୁ ଯାଆନ୍ତୁ। ଦେଖନ୍ତୁ ବିଜୁ ଜନତା ଦଳରୁ ଯେତେବେଳେ ଅନନ୍ତ ଦାସ ମାନେ ବାର୍ଦ୍ଧକ୍ୟ ଅବସ୍ଥା ଆସିଲା, ଆଉ ସେତେବେଳେ କୌଣସି ପ୍ରକାର ରାଜନୀତି ଚାପ କରି ଅନନ୍ତ ଦାସକୁ ଟିକେଟରୁ ବିରତ କରାଗଲା, ଅର୍ଥାତ୍ ଟିକେଟ ଦିଆଗଲା ନାହିଁ। ସେତେବେଳେ ଭୋଗରାଇକୁ ଯୁବ ନେତା ଆସିଲେ ଗୌତମ ବୁଦ୍ଧ ଦାସ। ସେ ଆସିଲା ବେଳେ ଆପଣ କଣ କରୁଥିଲେ? ଆଜ୍ଞା, ମୁଁ ଯେତିକି ତାଙ୍କ ପାଇଁ କି ଲାଗିବା କଥା ମୁଁ ଲାଗୁଥିଲି, ତାଙ୍କ ପାଇଁ କି ମୁଁ ଯେତିକି କରିବା କଥା କରୁଥିଲି ଦଳ ହିସାବରେ। କି ଯଦି ଗୌତମ ବୁଦ୍ଧ ଦାସକୁ ରଣନୀତି କରି ଆପଣ ଜିତେଇଥାନ୍ତି ଭୋଗରାଇରେ ବିଜୁ ଜନତା ଦଳ ଶଙ୍ଖ ଚିହ୍ନ ତରଫରୁ, ତ ଆଜି ସେ କାହିଁକି ଆପଣଙ୍କୁ ଅବହେଳିତ କରୁଛନ୍ତି? ମୁଁ ଜାଣିନି ଭାଇ, ତାଙ୍କ ମନର କଥା ମୁଁ କହିପାରିବିନି, ତା ମନର କଥା ମୁଁ କହିପାରିବିନି ହେଲା। ଦେଖନ୍ତୁ 50ଟା ପଞ୍ଚାୟତରେ ରମାକାନ୍ତ କର୍ଣ୍ଣର ଗୋଟେ ଦବଦବା ରହିଛି। ଆଜ୍ଞା, ତ ଭୋଗରାଇବାସୀକୁ କଣ ଆପଣ ବାର୍ତ୍ତା ଦେବେ ଆଜି ଆପଣଙ୍କୁ ଏଭଳି କରାଗଲା? ଶୁଣନ୍ତୁ, ବାର୍ତ୍ତା ଭୋଗରାଇବାସୀଙ୍କ ଉପରେ ନିର୍ଭର କରେ। ବାର୍ତ୍ତା ଭୋଗରାଇ କଣ କରିବ ନ କରିବ ସେଟା ତାଙ୍କ ଉପରେ ନିର୍ଭର କରେ। କେବଳ ମୋର ଗୁହାରିଟା ମୁଁ ଜଣେଇଛି ଭୋଗରାଇବାସୀଙ୍କୁ, ଏହା ହଉଛି କଥା। ଅନନ୍ତ ଦାସ କଣ ଏଭଳି ଆପଣ ହେଇଥିଲେ? ନା 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 କେବେ ହେଇଥାନ୍ତିନି, କେବେ ଏଭଳି କଥା ହେଇଥାନ୍ତାନି। ଅନନ୍ତ ଦାସ ଦେଖନ୍ତୁ ଆପଣ ଦୀର୍ଘ ଦଶନ୍ଧି ଧରି ଭୋଗରାଇ ଆଜ୍ଞା ଆଜ୍ଞା, ପ୍ରଥମେ କମଳା ଦାସ, ତାପରେ ଅନନ୍ତ ଦାସ, ତାପରେ ଗୌତମ ବାବୁ। ତାପରେ ଗୌତମ ବାବୁ। ତ ଆପଣଙ୍କୁ ଏଇ 2 ଜଣ କମଳା ଦାସ ଓ ଅନନ୍ତ ଦାସ ଭିତରେ କଣ ଆପଣ ଦେଖିଲେ? ଫାର ଫାର ବେଟାର କମଳା ଦାସ ବି ମତେ ଛାଡିକି ରାଜନୀତି କରିନାହିଁ, 3ଟା ଟର୍ମ ସେ କଲେ। ତାପରେ ଅନନ୍ତ ଦାସ 4ଟା ଟର୍ମ, ସେ ସବୁ ମୋରି ମୁଁ ଇଏ ଭିତରେ କି ରହିଲେ ଏବଂ ପ୍ରତି ଦିନ ଗାଡି ପଠେଇକି ସବୁ ମତେ ନବାର ବ୍ୟବସ୍ଥା ମଧ୍ୟ କଲେ ସେ ଅନନ୍ତ ଦାସ। ଗୌତମ ଦାସ ପାଖରେ କଣ ରହିଛି? ଅନନ୍ତ ଦାସ ଗୌତମ ଦାସ ହଁ, ଟିକେ ରହିଛି, ଟିକେ ସମତା ଟିକେ ଇଏ ରହିଛି ଆଉ। କ୍ଷମତା ଲୋଭୀ ସେ। ନା ନା, କ୍ଷମତା ଲୋଭୀ ମୁଁ କହିପାରିବିନି, କ୍ଷମତା ଲୋଭୀ ଆଦୌ ନୁହଁ। ଦେଖନ୍ତୁ ଆପଣ ଭାବୁଥିବେ ଯେ ଆମେ ଜଣେ ଯୁବ ବିଧାୟକ ପାଇଛୁ, ସେ ସବୁ କଥାକୁ ବିଚାର କରି କରିବେ ଏବଂ ଆପଣଙ୍କ ଭଳି ଜଣେ ବରିଷ୍ଠ ବୈଜ୍ୟେଷ୍ଠ ସେଇଟା ମୋ ପାଖରୁ ଟିକେ ପରାମର୍ଶ ବି ଟିକେ ନେଲେନି, ଗୋଟେ ଆଲୋଚନା ବି କଲେନି। ଶେଷରେ ଦେଇଦେଲେ ସବୁ ଇଏକୁ ତପନ ପଣ୍ଡା ଆମକୁ ପଡେ, ଏସବୁ ବିଭିନ୍ନ କଥା ମୁଁ ନାଁ ନଉନାହିଁ, ସବୁ କଥା। ଆଜି ଭୋଗରାଇରେ କାହିଁକି 2ଟି ବିଜେପିର ଗୋଷ୍ଠୀ ହେଉଛି? ନା 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 ନା, ମୁଁ ଜାଣିନି। ତ ଆପଣ ଥିଲାବେଳେ କଣ ଏହା ହେଇଥିଲା? ନା 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 ନା, କେବେ ହେଇଛି କଣ ଆକ୍ଚୁଆଲି ଇଏ ଭିତରେ କଣ ଚାଲିଛି ଭୋଗରାଇ ବିଜେପି? ମୁଁ ଜାଣିନି ଭାଇ, ସମୟ କହିବ, ସବୁ କଥା କହିବ। ତ ବର୍ତ୍ତମାନ ଯୋଉ ଆପଣ ଆଜି ଭୋଗରାଇ ବିଜୁ ଜନତା ଦଳର ସଭାପତି ହିସାବରେ ଯୋଉ ଆପଣ ଇସ୍ତଫା ଦଉଛନ୍ତି, ଇସ୍ତଫା ପତ୍ର ଆପଣ ମାନ୍ୟବର ଜ୍ୟୋତିର୍ମୟ ପାଣିଗ୍ରାହୀ ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ 2 ଜଣଙ୍କ ପାଖକୁ ଲେଟର ଆମର ଯାଇଛି। ଆଜି ଏବେ ତ ଆପଣ ବିଜେଡିରୁ ଅବସର ନେଲେ, ଆଜ୍ଞା, ବର୍ତ୍ତମାନ ପରବର୍ତ୍ତୀ ପର୍ଯ୍ୟାୟରେ ରାଜନୀତି କୌଶଳ କଣ ରହିବ? ରାଜନୀତି କୌଶଳ କଣ ରହିବ ନ ରହିବ ସେଟା ସମୟ କହିବ ଭାଇ, ମୁଁ ଆଉ କିସ କରିବି। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆପଣ କଣ କରିବେ? ପଞ୍ଚାୟତ ଇଲେକ୍ସନ ଆସିଗଲେ ତ ଯାହା ହବା କଥା ତ ହବ, ସେଠି ଆଉ କିଛି କରିବାନି। ଶୁଣାଯାଉଛି କି ଆପଣ ବିଜେପି ଲିଙ୍କରେ ଅଛନ୍ତି? ନା 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 ନା, ମୁଁ କେବେ କେହି କାହାରି ଲିଙ୍କରେ ମୁଁ ନାହିଁ। ମୋର କଥା ହଉଛି ମୋର ସ୍ୱାଧୀନ ମତ, ସ୍ୱାଧୀନ ଚିନ୍ତାଧାରା ଭିତରେ ଦେଖି ମୁଁ ଗତି କରୁଛି, କାହାରି ଲିଙ୍କରେ ମୁଁ ନାହିଁ। ଯଦି ଆପଣ ବିଜେଡି ବର୍ତ୍ତମାନ ଛାଡିଛନ୍ତି, ଆପଣ ଜଣେ ରାଜନୀତିଜ୍ଞ ଲୋକ, ରାଜନୀତି ନ କରିବେ ତାହେଲେ କରିବେ?
ରାଜନୀତି ନ କଲେ କରିବେ କଣ? ନା କରିବି କଣ, ଘରେ ବସିବି ଆଉ କିସ କରିବି। ଆପଣଙ୍କୁ ତ ଭଲ ଲାଗିବନି ଘରେ ବସି। ଭଲ ବସିଲେ ତ ଭଲ ଲାଗିବ ନାହିଁ, ତଥାପି ମୁଁ କରିବି ଆଉ। ବହୁ ଆପଣଙ୍କର ଅଛନ୍ତି ସରପଞ୍ଚ। ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ। ଆଜ୍ଞା ତ ଆପଣ ଆଜି ଇସ୍ତଫା ଦଉଛନ୍ତି, ଆଜ୍ଞା। ତ କଣ ରହିବ ପାରିବାରିକ ଇଏ ଭିତରେ ରହିବ ରାଜନୀତିରେ? ରହିବ, ଆଉ ସେ ରହିବ ତାରି ଭିତରେ କି ସେ କାମ କରିବ ନା, ଆକ୍ଟିଭ ଭାବରେ କାମ କରିବ ସେ। ବିଜୁ ପରାମର୍ଶ ଜନତା ଦଳ। ତ ଆପଣଙ୍କର ଯୋଉ ମନର ଯୋଉ ଅନ୍ତରର ଖବରଟା ହଉଛି ଏଇ 3 ମାସ ପରେ, 3 ମାସ ଦିଆହେଲା ଶଙ୍ଖ ଚିହ୍ନ ମତେ, ତାପରେ 3 ମାସ ପରେ ଏଭଳି କଥା ଯେ କରାଗଲା, ଏଇଟା ହିଁ ମୁଁ ବହୁତ ଦୁଃଖ। ତା ପୂର୍ବରୁ କପଳ କଳ୍ପିତ ଥିଲା, ହଁ କପଳ ଯୋଜନାବଦ୍ଧ ଭାବରେ ହଁ ଯୋଜନାବଦ୍ଧ ଭାବରେ। କିଏ କରିଥିଲେ ଭୋଗରେ ବିଧାୟକ? ନା ନା ସେ କଥା ମୁଁ କହିପାରିବିନି, ଯାହା କଳ୍ପିତ ହେଲା ଏଇଟା। ଯାହା ଆପଣ ଶୁଣୁଥିଲେ ଯୋଉ ବରିଷ୍ଠ ଶିକ୍ଷାବିଦ ସହିତ ଜଣେ ରାଜନୀତିର ସଭାପତି, ରାଜନୀତିଜ୍ଞ, ଦୀର୍ଘ ଦଶନ୍ଧି ଧରି ଭୋଗରାଇ ବିଜୁ ଜନତା ଦଳର ସେ ସଭାପତିତ୍ୱ କରୁଥିଲେ। ଭୋଗରାଇରେ ଗଳି କନ୍ଦିରେ ଲୋକ ତାଙ୍କୁ ଜାଣିଛନ୍ତି, ରମାକାନ୍ତ କରଣ ନାମରେ ସେ ପରିଚିତ, ଏବଂ ରାଷ୍ଟ୍ରପତି ଗୌରବ ପ୍ରାପ୍ତ ରାଷ୍ଟ୍ରପତି ଯୋଉ ପଦବୀ ସେ ପାଇଛନ୍ତି ସରପଞ୍ଚ ଥିବା ସମୟରେ ଦେହୁଦା ପଞ୍ଚାୟତରେ। ତ ଏଭଳି ଜଣେ ବୟସ୍କ ବରିଷ୍ଠ ବିଚକ୍ଷଣ ରାଜନୀତିଜ୍ଞ ଆଜି ତାଙ୍କ ଅବହେଳା କରିବା ଯୋଗୁଁ ସେ ତାଙ୍କର ଯୋଉ ସଭାପତି ପଦରୁ ଇସ୍ତଫା ଦେଇ ସେ ନିଜକୁ ମର୍ମାହିତ ହୋଇଛନ୍ତି। ତେବେ ଦେଖାଯାଉ ଏଇ ସଭାପତି ତାଙ୍କର ଇସ୍ତଫା ଦେବା ପରେ ଭୋଗରାଇ ବିଜେଡିରେ କଣ ରହିଛି ରାଜନୀତିର ମାନେ ଗୋଟି ଚାଳନା, ଲୋକମାନେ କିଭଳି ଭାବରେ ବର୍ତ୍ତମାନର ଯୋଉ ନୂତନ ସଭାପତି ତାଙ୍କୁ ଦେବେ, ଯିଏ ବି କରିବେ ଯୋଜନାବଦ୍ଧ ଭାବରେ ଆସିକି, ତାଙ୍କ ପ୍ରତି ଲୋକ ରହୁଛନ୍ତି ନା ରମାକାନ୍ତ କରଣ ପାଖକୁ ଲୋକ ଭାଙ୍ଗି ଆସୁଛନ୍ତି। ତ ଦେଖିବାକୁ ବାକି ରହିଲା ରମାକାନ୍ତ କରଣଙ୍କର ରାଜନୀତି ଗୋଟି ଚାଳନା ପରବର୍ତ୍ତୀ ସମୟରେ କଣ ରହିବ। ବିଜେପି କୁ ଯିବ ନା ବିଜେଡି ସହିତ ରହିବେ, ନା ସେ ଘରେ ପୁରା ଅବସର ନେବେ। ବାଲେଶ୍ୱର ଭୋଗରାଇରୁ ଦିଲ୍ଲୀପ ପଣ୍ଡା, ଓଡ଼ିଶା ଭାସ୍କର।